ମାର୍ଚ୍ଚ 31 ଯାଏଁ ସୁଭଦ୍ରା ଆବେଦନ ଆର୍ଥିକ ବର୍ଷ ପାଇଁ ମାର୍ଚ୍ଚ 31କୁ ସୁଭଦ୍ରା ଆବେଦନର ଶେଷ ତାରିଖ ବୋଲି ଧାର୍ଯ୍ୟ କରାଯାଇଛି। ଏଯାଏଁ 1,06,00,000ରୁ ଉର୍ଦ୍ଧ୍ୱ ମହିଳାଙ୍କ ଆବେଦନ ପଞ୍ଜୀକୃତ ହୋଇଛି। ଅପରପକ୍ଷରେ 80,38,741 ମହିଳାଙ୍କୁ ପ୍ରଥମ କିସ୍ତିର 5,000 ଟଙ୍କା ବିତରଣ କରାଯାଇଛି। ଅବଶିଷ୍ଟ ଆବେଦନର ଯାଞ୍ଚ ଚାଲିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଜାନୁଆରୀରେ ପ୍ରଥମ କିସ୍ତି ମିଳିବ। ଯୋଜନାରେ 5 ବର୍ଷ ପାଇଁ 55,825 କୋଟି ଟଙ୍କାର ଏହି ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ 5 ବର୍ଷ ପାଇଁ ଅନୁମୋଦନ ମିଳିଛି। 5 ବର୍ଷରେ ଖର୍ଚ୍ଚ ହେବ 750 କୋଟି ଟଙ୍କା। ଶକ୍ତି ବିଭାଗ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟ ସରକାର 25,000 ଟଙ୍କା ସବସିଡି ଦେବେ। 1 କିଲୋୱାଟ ସୋଲାର ଲାଗି ରାଜ୍ୟ ଦେବ ଅତିରିକ୍ତ 25,000 ଏବଂ କେନ୍ଦ୍ରର 30,000 ସବସିଡି ବାଦ ରାଜ୍ୟ ସରକାର 25,000 ଦେବେ। 3 କିଲୋୱାଟ ସୋଲାର ଲଗାଇଲେ ରାଜ୍ୟ ଦେବ ମୋଟ 58,000। ଭିନ୍ନକ୍ଷମ ଯେଉଁମାନେ 80%ରୁ ଅର୍ଦ୍ଧ ଓ 80 ବର୍ଷରୁ ଅକ ବ୍ୟକ୍ତି 3,500 ଟଙ୍କା ଭତ୍ତା ପାଇବେ।